ଥରେ ତମେ କଣ ଦବ? ତମେ ତ ଶପଥ ନେଇଛ ଥରେ ଇସ୍ତଫା ଦବ। ଆଉ 100 ଥର କଣ କଣ ପାଣିର ଗାର? ଲୋକସଭାରେ ଆଜି ପର୍ଯ୍ୟନ୍ତ ଆମେ 9 ଲକ୍ଷ ଲୋକଙ୍କୁ ଦେଇଛୁ। ତାମାନେ 10 ଲୋକ କୁଆଡେ ଗଲେ? ହଏ ପ୍ରଭାତ ପରିଡ଼ା ଓ ଉପମୁଖ୍ୟମନ୍ତ୍ରୀ ମହୋଦୟା କଲ ତମ ଭାଗ୍ୟରେ ଅଛି ଉପମୁଖ୍ୟମନ୍ତ୍ରୀ। ଲୋକଙ୍କ କାମ କର, ଏ ହାୱା କଥାବାର୍ତ୍ତା କରନି, ପବନା କଥାବାର୍ତ୍ତା କରନି। 100 ଥର ତମେ କଣ ଦବ? ତମେ ତ ଶପଥ ନେଇଛ ଥରେ ଇସ୍ତଫା ଦବ। ଆଉ 100 ଥର କଣ କଣ ପାଣିର ଗାର? ଆରେ ପାଣିରେ ଗାର? ଓଥ ନେଇଛ ମନ୍ତ୍ରୀ ହିସାବରେ ଉପମୁଖ୍ୟମନ୍ତ୍ରୀ, ଇସ୍ତଫା ଦବ ଥରେ। ଆଉ 100 ଥର କଣ ଇସ୍ତଫା ଦବ ତମେ? ଶସ୍ତା ଷ୍ଟେଟମେଣ୍ଟ କାହିଁ ଦଉଛ? ସେମିତି ଗୋଟେ ଦେଇଦେଲ। ମୁଁ 19 ଲକ୍ଷ ମହିଳାଙ୍କୁ ଲାଖପତି କରିସାରିଲାଣି। ତମରି ସେଣ୍ଟର ମନ୍ତ୍ରୀ ଆର୍ଡି ମନ୍ତ୍ରୀ କହିଲେ ଲୋକସଭାରେ ଆଜି ପର୍ଯ୍ୟନ୍ତ ଆମେ 9 ଲକ୍ଷ ଲୋକଙ୍କୁ ଦେଇଛୁ। ତାମାନେ 10 ଲୋକ କୁଆଡେ ଗଲେ? ହଏ ପ୍ରଭାତ ପରିଡ଼ା ଓ ଉପମୁଖ୍ୟମନ୍ତ୍ରୀ ମହୋଦୟା କୁଆଡେ ଗଲା? 10 ଲକ୍ଷ ପଞ୍ଚା ମିଛ ବାହାପିଆ କଥାବାର୍ତ୍ତା କରନି। ଆସିଛ ଫାଷ୍ଟ ଟାଇମ ବିଧାନସଭା ଦେଖିନଥିଲ କେବେ? ବିଧାୟକ ଗଲ, ତମ ଭାଗ୍ୟରେ ଅଛି ଉପମୁଖ୍ୟମନ୍ତ୍ରୀ। ଲୋକଙ୍କ କାମ କର, ଏ ହାୱା କଥାବାର୍ତ୍ତା କରନି, ପବନା କଥାବାର୍ତ୍ତା କରନି। 100 ଥର କଣ ତ ଇସ୍ତଫା ଦେବେ? ତମେ ଥରେ ଇସ୍ତଫା ଦବ ମୁଖ୍ୟମନ୍ତ୍ରୀରୁ, ଆଉ 100 ଥର କଣ ଦବ? ତେଣୁ ଏ ଶସ୍ତା ଷ୍ଟେଟମେଣ୍ଟ ଦବା ଉଚିତ ନୁହଁ।